हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानन्दं नमस्ते जगन्नाथाय नमो जसवन्तानन्दं बलराम नमो नमः बलराम नमो नमः। बोली महापुरुष अच्युतानंद जी की सुधीजनी ज्ञानी गुणी मंडली आज अध्यायर आलोचना को आपण मानक स्वागत जनाऊँ। आज मालिका वचन आलोचन में आलोचना करिया जाऊँगी। भगवान कृष्ण को पचारुचंदी अर्जुन कौन पचारे ना कहले ही प्रभु हे केशव ये द्वापर पर जिते कलिजुग आसब से कलिजुगे संसार किभली भाव प्रभु आपण अवतरित ही म्लेच्छ संहार क्यों भाव करिवे, दुष्ट संहार म्लेच्छ संहार किभली भाव पापी संहार करिवे अर्जुन पचारुचंदी। ये ज्ञानी गुणी मंडली श्रद्धेयनी अच्युतानंद महापुरुष प्रमाण देले मालिकार बोले कर जोड़ी कई पार्थ श्रीकृष्ण छामूर कह कली जुग कथा कमलार बर की प्रकार हे की प्रकार हे कली जुगे न सजीवे नाराहे की प्रकार हे कली जुगे न सजीवे नाराहे। अच्युतानंद महापुरुष कहते कथा ये ज्ञानी गुणी मंडली मालिका 34 ग्रंथर नाम मालिका 34 महापुरुष कहते अच्युत प्रिय शिष्य रामचंद्र आगे बोले बाबू रे द्वापर जुगरे भगवान कृष्ण को अर्जुन पचारि हे प्रभु कहतु कि प्रकार हे कलिजुगे नाश जीवे नर हे कलिजुगे किभली भाव नाश जीवे सत्यर तपी तपस्या करी करी प्रभु को प्राप्त कली भगवत कृपा लाभ कली। जेतेबेले धर्म संकुचित हेउथेला पाप जेतेबेले बढ़ुथिला अधर्म बढ़ुथिला से अधर्मर विनाश करी धर्मर स्थापना पई सत्य जुगरे भगवान को तपी माने तपस्या करी करी प्रार्थना कली। सत्य जुगरे तपी त्रेता जुगरे कपी द्वापर जुगरे गोपी कली जुगरे आमे कहती पापी पापी तो संहार हेबे किंतु कलिजुगे रूपी पैसा अच्छी जे रुपया अच्छी जे पाखरे ये ज्ञानी गुणी मंडल स्वती जानी आज आम भावुचे ताहा द्वारा सारा पृथ्वी को किणीदबा भगवान को किणीदबा भूल कथा। जो भली बाटरे हो जिमिति हो पैसा रोजगार करी ईश्वर को किणी परिबा भगवान को किणी परिबा संसार को किणी परिबा भूल कथा। महापुरुष कहते कहले बाबू रे से अर्जुन पचारुचन कहले प्रभु कि प्रकार हे कलिजुगे नाश जीवे न रहे सुदर्शन चक्र नहीं आसिक दुष्ट संहार करिवे प्रभु ना 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 प्रभु हरिदास महापुरुष लिखिछन कलंकी रूप को धरिलो बौल
କଳା ଧଳା ଘୋଡ଼ା ଚଢ଼ି ବଉଳଲୋ କଳା ଧଳା ଘୋଡ଼ା ଚଢ଼ି କୃଷ୍ଣ ବଳରାମ ମିଳିଛ ସଂହାରିବେ ବାର ହାତ ଖଣ୍ଡା ଧରି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ପ୍ରଭୁ କ'ଣ ବାର ହାତିଆ ଖଣ୍ଡା ଧରିକି ଆପଣ ଯିବେ ସଂହାର କରିବେ କଳିଯୁଗରେ ପାପୀମାନଙ୍କୁ ଅଧର୍ମୀମାନଙ୍କୁ ଦୁରାଚାରୀମାନଙ୍କୁ? ଅନେକ ପ୍ରଶ୍ନ ଆମ ଭିତରେ। ଯଦି ମାଳିକାରେ ଏ ପଙ୍କ୍ତି ଟିକେ ଆମେ ପଢ଼ିବା, ହାଡ଼ିଦାସଙ୍କର ଏ ପଙ୍କ୍ତି ଟିକେ ଆମେ ପଢ଼ିବା ନା, ଅନେକ ଭାବନ୍ତି ବୋଧେ ବାର ହାତିଆ ଖଣ୍ଡା ମାଳିକାରେ ଲେଖାଯାଇଛି ଅମକେଇ ଜାଗାରେ ସମକେଇ ଜାଗାରେ ସମକେଇ ଜାଗାରେ ଅଛି। ସେ ବାର ହାତିଆ ଖଣ୍ଡାରେ କୁଆଡ଼େ ପ୍ରଭୁ ସମସ୍ତଙ୍କୁ ସଂହାର କରିବେ, ଦୁଷ୍ଟକୁ ସଂହାର କରିବେ, ପାପୀକି ବିନାଶ କରିବେ, ମେଳସ ସଂହାର କରିବେ। କିନ୍ତୁ ନା, ଅଚ୍ୟୁତାନନ୍ଦ ମହାପୁରୁଷ କହୁଛନ୍ତି ରାମରେ ବାର ହାତିଆ ଖଣ୍ଡାରେ ପ୍ରଭୁ କାହାକୁ ସଂହାର କରିବେ ନାହିଁ, କାହାକୁ ଆସିକି ସେଭଳି ଏମିତି ମାରିବେ ନାହିଁ। ନା ଆଉ ନା ନା, ସଂହାର ଲୀଳା କେମିତି ହେବ? ମହାପୁରୁଷ କହୁଛନ୍ତି, କହିଲେ ପ୍ରକୃତିକୁ ନେଇକିରି, ପ୍ରକୃତି ପଞ୍ଚ ମହାଭୂତରେ ଗଢ଼ା, କ୍ଷିତି ଆପ ତେଜ ମରୁତ୍ୟ ବ୍ୟୋମ ପଞ୍ଚ ମହାଭୂତ ଇଏ ପ୍ରକୃତି। ଜ୍ଞାନୀ ଗୁଣିମଣ୍ଡଳୀ ଶ୍ରଦ୍ଧେ ଜାନି ଭଲ ଭାବରେ ଆମେ ବୁଝିଯିବା ଏ କଥାକୁ। ମାଳିକାରେ ଯଦି ବାର ହାତିଆ ଖଣ୍ଡା କେତେ କ'ଣର ଆଲୋଚନା କରାଯାଇଛି ସଂହାର ଲୀଳା ୟା ଦ୍ୱାରା ପ୍ରଭୁ କରିବେ, କିନ୍ତୁ ନାଇଁ ନାଇଁ, ମହାପୁରୁଷ କହୁଛନ୍ତି ତାହା ଦ୍ୱାରା କରିବେ ନାହିଁ। କହିଲେ କାହିଁ ଜଳ ରୂପେ ମୋହି ଜଗତ ନାସିବି ବାବୁ, ଜଗତ ନାସିବି କାହିଁ ପବନ ରୂପରେ ସକାଳ ଗ୍ରାସିବି ବାବୁ, ସକଳ ଗ୍ରାସିବି। ଭଗବାନ କହୁଛନ୍ତି ଅର୍ଜୁନ ରେ ଯାହା ମୋତେ ପଚାରିଲୁ କି ପ୍ରକାର ହେ କଳିଯୁଗେ ନାଶ ଯିବେ ନର ହେ, କି ପ୍ରକାର ନାଶ ହେବେ? ବାର ହାତିଆ ଖଣ୍ଡାରେ ନୁହେଁ, ସୁଦର୍ଶନ ଚକ୍ରରେ ନୁହେଁ। ନା ଆଉ ନା ନାଇଁ, ସେମିତି ମୁଁ ବିରାଟ ଏଭଳି ଆକାର ଧାରଣ କରି ଖଣ୍ଡା ଧରି କାହାକୁ ମାରିବି ନାହିଁ। ନା କେମିତି ସଂହାର କରିବେ? ନା କାହିଁ ଜଳ ରୂପେ ମୁହିଁ ଜଗତ ନାସିବି, କାହିଁ ପବନ ରୂପରେ ସକଳ ଗ୍ରାସିବି। କୋଡ଼ି ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। କୋଉଠି ଜଳ ବହୁଳ କରିକି ମୁଁ ଧୋଇ କରିଦେବି, ସଂସାର ଧୋଇଦେବି। କୋଉଠି ଜଳ ବିହୁନ କରିକି ହେ ଅର୍ଜୁନ ମୁଁ କ'ଣ କରିବି? ନା ମରୁଡ଼ି ସୃଷ୍ଟି ସଂସାର କରିଦେବି। ଆଉ କିଭଳି ଭାବରେ ସଂହାର ଲୀଳା କଳି ଯୁଗରେ ହେବ? ପାପୀ ସଂହାର ଲୀଳା ମିଳେ ସେ ସଂହାର ଲୀଳାରେ ଅର୍ଜୁନ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି କାହିଁ ଯୋଗ ମାୟା ନେଇ ଦୁଷ୍ଟ ସଂହାରିବି ବାବୁ, ଦୁଷ୍ଟ ସଂହାରିବି। କାହିଁ ରୋଗ ରୂପରେ ମୁଁ ପାପୀ କି ଗ୍ରାସିବି ବାବୁ, ପାପୀ କି ଗ୍ରାସିବି। ରେ ଅର୍ଜୁନ କାହିଁ ଯୋଗ ମାୟା ନେଇ ଦୁଷ୍ଟ ସଂହାରିବି, କାହିଁ ରୋଗ ରୂପେ ମୋହି ପାପୀଙ୍କି ଗ୍ରାସିବି, ରୋଗ ରୂପରେ ପାପୀଙ୍କି ଗ୍ରାସ କରିବି। ଆଉ କାହିଁ ବିଶ୍ୱରୂପ ମୋହି ପ୍ରକଟ ହୋଇବି ବାବୁ, ପ୍ରକଟ ହୋଇବି। କାହିଁ ମୌନ ବ୍ରତ ମୋହି ଧାରଣ କରିବି ବାବୁ, ଧାରଣ କରିବି। ଏଇଭଳି ଭାବରେ ସଂହାର ହେବ ପଞ୍ଚ ମହାଭୂତ ଦ୍ୱାରା। ହିଁ ଅର୍ଜୁନ ବାର ହାତିଆ ଖଣ୍ଡାରେ କାହାକୁ ମାରିବି ନାହିଁ, ଇଏ ଏକ କଳ୍ପନା କରାଯାଇଛି ଜ୍ଞାନୀ ଗୁଣିମଣ୍ଡଳୀ। ବାର ହାତିଆ ଖଣ୍ଡା ନୁହଁ, ବାର ହାତରେ ଖଣ୍ଡା। ବାର ହାତିଆ ନୁହଁ, ବାର ହାତରେ ଖଣ୍ଡା। ଏଇଭଳି ଭାବରେ ହଣା କଟା ହେଇ କୋଉଠି ମରିବେ, ସଂହାର ଲୀଳା ହେବ। ସେଇଥିପାଇଁ ମହାପୁରୁଷ କହୁଛନ୍ତି ଏଇଭଳି ଭାବରେ। ଆଉ ଏଇଭଳି ଭାବରେ ପୃଥିବୀର ଲୋକେ ହେବେ ତିନି ଭାଗ ନାଶ ବାବୁ, ତିନି ଭାଗ ନାଶ। ଚତୁର୍ଥ ଭାଗ ରୋଜେର କିବ ଶେଷ ଯେ ରହିବ ଶେଷ। এই পঞ্চমহাভূত দ্বারা অর্থাৎ প্রকৃতি দ্বারা মু যেতবে সংহার লীলা করিবি হে অর্জুন, ইহা দ্বারা পৃথিবীর তিন ভাগ লোক নাশ হয়ে যাবে।
ପୃଥିବୀର ସଂସାରର 3 ଭାଗ ଲୋକ ନାଶ ହେଇଯିବେ। 600 କୋଟିରୁ ଯଦି ଉର୍ଦ୍ଧ୍ୱ ଆମର ଜନସଂଖ୍ୟା। ମହାପୁରୁଷ କହୁଛନ୍ତି କଳିଯୁଗ ଶେଷରେ, ସଂହାର ଲୀଳା ଶେଷରେ ବା ପ୍ରାକୃତିକ ବିପର୍ଯ୍ୟୟ ଶେଷରେ କେବଳ ଭାଗ୍ୟ ରହିବ, 3 ଭାଗ ନାଶ ହେଇଯିବ। କୋଟିଏ କୋଟି ଖଣ୍ଡେ ଥିବେ ଶେଷକୁ। ନାଇଁ ଆପଣ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ଏ ଜ୍ଞାନୀ ଗୁଣୀ ମଣ୍ଡଳୀ ଏ କଥାକୁ ଗ୍ରହଣ କରନ୍ତୁ ବା ନ କରନ୍ତୁ, ୟାକୁ ମାନନ୍ତୁ ବା ନ ମାନନ୍ତୁ, କିନ୍ତୁ ମାଳିକା ବଚନ ନ ହୋଇବା ନ, ମାଳିକାର କଥା କେବେ ମିଛ ହେବ ନାହିଁ। ଅର୍ଜୁନ ପଚାରିଲେ ପ୍ରଭୁ ଯଦି ପଞ୍ଚମହାଭୂତ ଦ୍ୱାରା ଆପଣ ପ୍ରଳୟ ଲୀଳା ସୃଷ୍ଟି କରିବେ, ସଂହାର ଲୀଳା କଳି ଯୁଗରେ ସୃଷ୍ଟି କରିବେ, ତାହେଲେ ପଞ୍ଚମହାଭୂତ କହିଲେ କ'ଣ? ପୃଥିବୀ, ଅଗ୍ନି, ବାୟୁ, ଜଳ, ଆକାଶ ନା? ହଁ, ଇଏ ପଞ୍ଚଭୂତ, ୟାକୁ ହିଁ ପ୍ରକୃତି କହନ୍ତି। ପ୍ରକୃତି ଦ୍ୱାରା ସଂହାର ହେବ କଳି ଯୁଗରେ। ନା ପ୍ରଭୁ କେମିତି ହେବ ସେ ବାଟଟା ମୋତେ କହିଲେ। ନା ପୃଥିବୀ ତତ୍ତ୍ୱ ପ୍ରଥମେ ହେଉଛି ପୃଥିବୀ ତତ୍ତ୍ୱ। ପଞ୍ଚମହାଭୂତ ଭିତରୁ ଗୋଟିଏ ଭୂତ ହେଉଛି ପୃଥିବୀ। ଯେତେବେଳେ କଳି ଯୁଗର ମଣିଷର ପାପର ଭାର ପୃଥିବୀ ବକ୍ଷରେ ସହିବା ଅସହ୍ୟ ହେବ, ହେ ଅର୍ଜୁନ ସେତେବେଳେ କ'ଣ ହେବ? ସେତେବେଳେ ହେବ କ'ଣ? ନା ପାତାଳେ ବାସୁକି ଟେକିବ ମୁଣ୍ଡ, ପାତାଳେ ବାସୁକି ଟେକିବ ମୁଣ୍ଡ, 3 ଥର ଯେ କମ୍ପିବ ବ୍ରହ୍ମାଣ୍ଡ, 3 ଥର ଯେ କମ୍ପିବ ବ୍ରହ୍ମାଣ୍ଡ। ବୋଲେ ପାତାଳେ ବାସୁକି ଟେକିବ ମୁଣ୍ଡ, 3 ଥର ଯେ କମ୍ପିବ ବ୍ରହ୍ମାଣ୍ଡ। ଅନେକ କହନ୍ତି, ପୁରାଣ ଶାସ୍ତ୍ରରେ ଲେଖାଯାଇଛି ଏ କଥା, ଯେ ପୃଥିବୀକୁ ବାସୁକି ଧାରଣ କରିଛି ତାର ମଥାରେ। ବାସୁକି ଧାରଣ କରିଛି ତା ମଥାରେ ପୃଥିବୀ କି, ଅର୍ଥାତ୍ ଧର୍ମ ଅଛି ତ ପୃଥିବୀ ଶସ୍ୟ ଦେଉଛି। ପୃଥିବୀ ଆଜି ଆମକୁ ଧାରଣ କରି ରହିଛି। ଧର୍ମ ଯେ ପର୍ଯ୍ୟନ୍ତ ଅଛି, ଯେ ପର୍ଯ୍ୟନ୍ତ ଆମେ ଧର୍ମରେ ଅଛି, ଯେ ପର୍ଯ୍ୟନ୍ତ ଆମେ ସତ୍ୟରେ ଅଛି, ଯେ ପର୍ଯ୍ୟନ୍ତ ଆମେ ନ୍ୟାୟରେ ଅଛି, ଯେ ପର୍ଯ୍ୟନ୍ତ ଆମେ ନୀତିରେ ଅଛି, ଯେ ପର୍ଯ୍ୟନ୍ତ ଆମେ ଶୃଙ୍ଖଳାରେ ଅଛି, ପୃଥିବୀ ସେ ପର୍ଯ୍ୟନ୍ତ ଆମକୁ ଧାରଣ କରିଥିବ, ବାସୁକି ଆମକୁ ଧାରଣ କରିଥିବ। କିନ୍ତୁ ଯେତେବେଳେ ଅନ୍ୟାୟ, ଅନୀତି, ଅଧର୍ମ, ଦୁରାଚାର, ବ୍ୟଭିଚାର, ହତ୍ୟା, ଲୁଣ୍ଠନ ଏଭଳି ପାପକର୍ମ ଆମେ ତା ବକ୍ଷରେ କରିବା, ପୃଥିବୀ ବକ୍ଷରେ ନା, ତାହେଲେ ମହାପୁରୁଷ କହୁଛନ୍ତି ହେବ କ'ଣ? କହିଲେ ପାତାଳେ ବାସୁକି ଟେକିବ ମୁଣ୍ଡ, ପାତାଳେ ବାସୁକି ଟେକିବ ମୁଣ୍ଡ, 3 ଥର ଯେ କମ୍ପିବ ବ୍ରହ୍ମାଣ୍ଡ, 3 ଥର ଯେ କମ୍ପିବ ବ୍ରହ୍ମାଣ୍ଡ। ସ୍ଥାନେ ସ୍ଥାନେ ଭୂମିକମ୍ପ ମାନ ହେଇ ବହୁତ ଧନ ଜୀବନ ନାଶ ଜୀବରେ ଅର୍ଜୁନ। ଅଚ୍ୟୁତାନନ୍ଦ ସେଇ କଥା ରାମଚନ୍ଦ୍ରଙ୍କ ଆଗରେ କହିଲେ, କହିଲେ ଧନରେ ସ୍ଥାନେ ସ୍ଥାନେ ଭୂମିକମ୍ପ ପ୍ରବଳ ମାତ୍ରାରେ ହେବ। ପୃଥିବୀ ବକ୍ଷରେ ମଣିଷକୃତ ପାପର ଭାର ସହିବା ଅସହ୍ୟ ହେଲେ ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ। ଆଉ ପୃଥିବୀ ମଧ୍ୟ ଶସ୍ୟ ଦେବ ନାହିଁ। ଆଜି ଯେମିତି ଆପଣ ଦେଖିବେ ଶ୍ରୀଲଙ୍କାର ଯେଉଁ ପରିସ୍ଥିତି, ଜ୍ଞାନୀ ଗୁଣୀମଣ୍ଡଳୀ ଦେଖନ୍ତୁ, ମାଳିକା ବଚନ ନ ହୋଇବା ନ, ଇଏ ମାଳିକା କଥା ନ ହେବ ନାହିଁ। ଶ୍ରୀଲଙ୍କାରେ କୋଉଭଳି ଭୟଙ୍କର ପରିସ୍ଥିତି ଦେଖାଦେଇଛି ଚିନ୍ତା କରନ୍ତୁ ଥରେ। ଭାବିବାର ସମୟ ଆସିଛି, ଆମକୁ ଚିନ୍ତା କରିବାର ସମୟ ବର୍ତ୍ତମାନ ଆସିଛି। ଆମେ ଯଦି ଚିନ୍ତା ନ କରିବା, ନ ଭାବିବା, ପଡ଼ିଶା ଘରେ ନିଆଁ ଲାଗିଛି, ଯଦି ଆମେ ନ ଭାବିବା, ଚିନ୍ତା ନ କରିବା, ପାଣି ବାଲ୍ଟିଏ ଯଦି ନେଇ ସାହାଯ୍ୟ କରି ତା ଉପରେ ନ ଢାଳିବା, ତାହେଲେ ସିଏ ଛିଟିକା, ନିଆଁ ଛିଟିକା ଆମ ଘରକୁ କେତେବେଳେ ପଡ଼ି ନ ଆସିବ ତା କିଏ କହିବ? ଏ ତ ଆମ ଘର ଉପରେ ସେ ନିଆଁ ଛିଟିକା, ପଡ଼ିଶା ଘର ଜଳୁଥିଲା ବେଳେ ସେ ନିଆଁ ଛିଟିକା ଆମ ଘର ଉପରେ ମଧ୍ୟ ପଡ଼ିପାରେ। ତେଣୁ ମହାପୁରୁଷ କହୁଛନ୍ତି ଇଏ ମାଳିକାରେ ଲେଖା ଅଛି, ହବ ତ ଇଏ ଅନାହାର ପଡ଼ିବ, ଖାଦ୍ୟ ସଙ୍କଟ ଦେଖାଦେବ। ଖାଦ୍ୟ ବିନା ମଣିଷ ପୋକ ମାଛି ଭଳି ମରିବେ। ଅନ୍ନ ସଙ୍କଟ ଯେତେବେଳେ ଅନାହାର ପଡ଼ିଯିବ, ଅନ୍ନ ସଙ୍କଟ ଯୋଗୁଁ। ତେଣୁ ହେ ଜ୍ଞାନୀ ଗୁଡ଼ି ମଣ୍ଡଳୀ ଶୁଦ୍ଧି ଜାନି, ପୃଥିବୀ ବନ୍ଧ୍ୟା ହେବ, ଫସଲ ଦେବ ନାହିଁ। ଆଉ ଫସଲ ଆଜିକାଲି ଆଉ ଚାଷ କରିବାକୁ କିଏ ଭଲ ପାଉଛନ୍ତି? ନା, ଚାଷ ନାହିଁ, ଚାଷ ଉଜିଡ଼ି ଗଲାଣି ଧୀରେ ଧୀରେ। ଚାଷୀ ଆଉ ଚାଷ କରିବାକୁ ପସନ୍ଦ କରୁନାହିଁ। ତେଣୁ ମହାପୁରୁଷ କହୁଛନ୍ତି ବାବୁରେ, ଆଉ ରାତ୍ରରେ ଶୂନ୍ୟ ଶୁଭିବ ଗର୍ଜନ, ରାତ୍ରରେ ଶୂନ୍ୟ ଶୁଭିବ ଗର୍ଜନ, ଅକସ୍ମାତ ରଡ଼ି ହୋଇବ ପୁଣ, ଅକସ୍ମାତ ରଡ଼ି ହୋଇବ ପୁଣ। ରାତ୍ରରେ ଶୂନ୍ୟ ଶୁଭିବ ଗର୍ଜନ, ଅକସ୍ମାତ ରଡ଼ି ହୋଇବ ପୁଣ। ଅକସ୍ମାତ ସବୁ ରଡ଼ି ମାନ ହେବ। ଅତି ଆଶ୍ଚର୍ଯ୍ୟ ଘଟଣା ମାନ ଆପଣ ଦେଖିବେ।
ଯାହା କଳ୍ପନା କରିନଥିବା, ଯାହା ଭାବି ନଥିବା, ନ ଘଟିଥିବା ଘଟଣା ଘଟିବ କଳି ଯୁଗରେ। ଏ ଜ୍ଞାନୀ ଗୁଣୀ ମଣ୍ଡଳୀ, ଆଉ ଏତେ ଏତେ କଥା ହୋଇଲେ ଜାଣ, ଆଉ ଏତେ ଏତେ କଥା ହୋଇଲେ ଜାଣ, କଳି ଶେଷ ବୋଲି ନିଶେ ପ୍ରମାଣ, କଳି ଶେଷ ବୋଲି ନିଶ୍ଚୟ ପ୍ରମାଣ। ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଯେ କି ଜୟ। ପୃଥିବୀ ତତ୍ତ୍ୱ ମନୁଷ୍ୟକୃତ ପାପ ଦ୍ୱାରା ପ୍ରଦୂଷିତ ହେଇଗଲେ, ପାପର ଭାର ସେ ଯଦି ସହି ନପାରେ, ତାହେଲେ ଏଇ ପୃଥିବୀ ତତ୍ତ୍ୱରେ ଘଟଣା ଘଟିବ, ପୃଥିବୀରେ ଘଟିବ, ଯାହାଫଳରେ କି ମାନେ ସଂହାର ଅନେକ ହେବ, ଆଦର ଅନେକ ଲୋକ ମରିବେ। ଅର୍ଜୁନ ପଚାରିଲେ, ହେ ପ୍ରଭୁ, ଇଏ ଗଲା ପୃଥିବୀ ତତ୍ତ୍ୱ, ଜଳ ତତ୍ତ୍ୱ ଯଦି ପ୍ରଦୂଷିତ ହେଇଯାଏ ମନୁଷ୍ୟକୃତ ପାପ କର୍ମ ଦ୍ୱାରା, ତାହେଲେ କ'ଣ ହେବ? ହେ କେଶବ, ଅଚ୍ୟୁତାନନ୍ଦ ମହାପୁରୁଷ ଶିଷ୍ୟ ରାମଚନ୍ଦ୍ରକୁ ସେଇ କଥା କହିଲେ, ଯାହା ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଅର୍ଜୁନକୁ କହିଥିଲେ। କହିଲେ, ମେଘ ବରଷା ଫିରି ଫିରି ହେବ, ମେଘ ବରଷା ଫିରି ଫିରି ହେବ, ବଜ୍ରାଘାତରେ ମନୁଷ୍ୟ ମରିବ, ବଜ୍ରାଘାତରେ ମନୁଷ୍ୟ ମରିବ। ମେଘ ବରଷା ଫିରି ଫିରି ହେବ, ବଜ୍ରାଘାତରେ ମନୁଷ୍ୟ ମରିବ। ଏ ଜ୍ଞାନୀ ଗୁଣୀ ମଣ୍ଡଳୀ ଶୁଦ୍ଧି ଜାନି, ମେଘ ବରଷା ଫିରି ଫିରି ହେବ, ବଜ୍ରାଘାତରେ ମନୁଷ୍ୟ ମରିବ। ହରିଦାସ ମହାପୁରୁଷ ସେଇ କଥା ଲେଖିଥିଲେ। କଥା କହିଲେ, ଗଙ୍ଗା ଠାରୁ ପୁରସ୍ତମ ଏ ଓଡ଼ିଶା ମହିବା, ବାବୁ ଏ ଓଡ଼ିଶା ମହି, ଗହଳ ଚହଳ ହେବ ଅଚ୍ୟୁତ କହିବା, ବାବୁ ଅଚ୍ୟୁତ କହି। ଯଦି ଜଳ ତତ୍ତ୍ୱ ମନୁଷ୍ୟକୃତ ପାପ କର୍ମ ଦ୍ୱାରା ପ୍ରଦୂଷିତ ହେଇଯାଏ, ପାପର ଭାର ଅଧିକ ଯୋଗୁଁ ପଞ୍ଚ ମହାଭୂତ ଭିତରୁ ଗୋଟିଏ ଭୂତ ହେଉଛି, ଦ୍ୱିତୀୟ ଭୂତ ହେଉଛି ଜଳ। ତେଣୁ ଜଳ ତତ୍ତ୍ୱ ଯଦି ପ୍ରଦୂଷିତ ହେଇଯିବ, ପ୍ରକୃତି ପ୍ରଦୂଷିତ ହେଇଯାଏ, ତାହେଲେ କ'ଣ ହେବ ନା ଗଙ୍ଗା ଠାରୁ ପୁରସ୍ତମ ଏ ଓଡ଼ିଶାମୟୀ, ଗଙ୍ଗା କଲିକତା ଗଙ୍ଗା, ଗଙ୍ଗା ଉଛୁଳି ପଡ଼ିବ ନି। ତେଣୁ ଗଙ୍ଗା ଠାରୁ ପୁରସ୍ତମ କହିଲେ ପୁରୀ, ଏ ଓଡ଼ିଶାମୟୀ, ଗହଳ ପାଣିରେ ଗହଳ ଚଳ ହେବ, ଗହଳ ଚଳ ହେବ ଅଚ୍ୟୁତ କହି। ଆଉ ଘୋର ଗର୍ଜନ କରିଣ ଘନ ଉଠାଇବ, ବାବୁ ଘନ ଉଠାଇବ, ଘୋର କଳି ସେ ଇନ୍ଦ୍ର ପୃଥ୍ୱୀ ନ ପାଳିବ, ବାବୁ ପୃଥ୍ୱୀ ନ ପାଳିବ। ଜ୍ଞାନୀ ଗୁଣୀ ମଣ୍ଡଳୀ ଶୁଦ୍ଧି ଜାନି, ଆଜି ଆମେ ଆଲୋଚନା କରୁଛେ ମାଳିକା ବଚନରେ ବିଷୟ କ'ଣ ନା, ଭଗବାନ ପଞ୍ଚ ମହାଭୂତ ଦ୍ୱାରା କେମିତି କଳିଯୁଗ ଶେଷରେ ପ୍ରଳୟ କରିବେ। ପଞ୍ଚ ମହାଭୂତ ଦ୍ୱାରା ପ୍ରଳୟ କେମିତି ହେଉଛି ଦେଖନ୍ତୁ। ପୃଥିବୀ ହେଉନି, ଜଳ ହେଉନି, ଆଗରୁ ଏତେ ହେଉନଥିଲା। ଜ୍ଞାନୀ ଗୁଣୀ ମଣ୍ଡଳୀ, ଆଗରୁ ଏତେ ହେଉନଥିଲା, ବର୍ତ୍ତମାନ ପାପର ଭାର ଏତେ ବଢ଼ିଗଲାଣି ସଂସାରରେ ଯେ ଜଳ ତତ୍ତ୍ୱ ଆଜି ପ୍ରଦୂଷିତ। ଗଙ୍ଗା ଠାରୁ ପୁରସ୍ତମ ଏ ଓଡ଼ିଶାମୟୀ, ଗହଳ ଚହଳ ହେବ ଅଚ୍ୟୁତ କହି, ଘୋର ଗର୍ଜନ କରିଣ ଘନ ଉଠାଇବ, ଘୋର କଳି ଶେଷେ ଇନ୍ଦ୍ର ପୃଥ୍ୱୀ ନ ପାଳିବ। ଆଉ ଘର ଗ୍ରାମ ଭାଙ୍ଗି ଯିବ, ହୋଇବ ସମର, ବାବୁ ହୋଇବ ସମର, ଘଡ଼ିକେ ଘୋଡ଼ା ଛୁଟିବ ଅଚ୍ୟୁତର ଠାର, ବାବୁ ଅଚ୍ୟୁତର ଠାର। ଚାରିଆଡ଼େ ଆପଣ ଦେଖିବେ ପାଣି ସବୁ ମାଡ଼ି ଯାଉଛି। ଯେତେବେଳେ ବନ୍ୟା ହେଉଛି ପାଣି ମାଡ଼ି ଯାଇ ଘର ପରେ ପଶି ଯାଉଛି, ଘର ଭସେଇ ନେଇଯାଉଛି, ଗାଡ଼ି ମଟର ଭସେଇ ନେଇଯାଉଛି। କିଭଳି ପରିସ୍ଥିତି! ସୁନାମି ଆସୁଛି ଯେତେବେଳେ, ହେ ଜ୍ଞାନୀ ଗୁଡ଼ି ମଣ୍ଡଳୀ ଦେଖନ୍ତୁ କି ପରିସ୍ଥିତି। ଆଜି ମହାପୁରୁଷ ସେଇ କଥା କହୁଛନ୍ତି, କହିଲେ ବାବୁରେ, এই জଳ ପ୍ରଳୟ ଦ୍ୱାରା ଏଇଭଳି ସଂସାରରେ ମିଳିତ ସଂହାର ଲୀଳା ହେବ, ଅନେକ ଧନ ଜୀବନ ନଷ୍ଟ ହେବ। ତେଣୁ ଅର୍ଜୁନ ପଚାରିଲେ, ହେ ଭଗବାନ, ହେ କେଶବ, ପ୍ରଥମେ ଗଲା ପୃଥିବୀ, ଦୁଇରେ ଗଲା ଜଳ, ତୃତୀୟ ହେଉଛି କ'ଣ ନା ପବନ। ମନୁଷ୍ୟକୃତ କଳିଯୁଗର ମନୁଷ୍ୟକୃତ ପାପକର୍ମ ଯେତେବେଳେ ବୃଦ୍ଧି ହେବ, ପ୍ରକୃତି ଯେତେବେଳେ ସହି ପାରିବ ନାହିଁ, ସେତେବେଳେ ପବନ ତତ୍ତ୍ୱ ଦ୍ୱାରା କିଭଳି ଭାବରେ ସଂହାର ଲୀଳା ହେବ। ପ୍ରଭୁ ପବନ ତତ୍ତ୍ୱ ଦ୍ୱାରା, ପବନ ଦ୍ୱାରା କେମିତି ସଂହାର ଲୀଳା କରିବେ,
ଅଚ୍ୟୁତାନନ୍ଦ ମହାପୁରୁଷ ସୁନ୍ଦର ଭାବରେ କହିଲେ ରାମରେ ଯାହା ଭଗବାନ କୃଷ୍ଣ ଅର୍ଜୁନକୁ କହିଥିଲେ ମୁଁ ତୁମ ଆଗରେ କହୁଛି କ'ଣ ନା ପବନ ସୁଅ ଉଠିବ ମିତଣି ପବନ ସୁଅ ଘୋଟିବ ମିତଣି ରାତ୍ର ଦିବସ ବରସିବ ପାଣି ଆଉ ରାତ୍ର ଦିବସ ବରସିବ ପାଣି ଦକ୍ଷିଣ ଦିଗେ ଠାବନ ପାଇଣ ଆଉ ଦକ୍ଷିଣ ଦିଗେ ଧାବନ ପାଇଣ 1300 ଗ୍ରାମ ଜୀବ ଭାସିଣ 1300 ଗ୍ରାମ ଜୀବ ଭାସିଣ କହିଲେ ପବନ ତତ୍ତ୍ୱ ଆଜି ଦେଖନ୍ତୁ ଗୋଟିଏ ପରେ ଗୋଟିଏ ତା ପଛକୁ ବାତ୍ୟା ସବୁ ଆସୁଛି ଏତେ ଆଗରୁ ହେଉନଥିଲା ଏବେ ବର୍ଷକୁ କେତେ ଥର ଆସୁଛି ଚିନ୍ତା କରନ୍ତୁ ସେତେବେଳେ ଗୋଟେ ସମୟ ଥିଲା ଏଇ ସମୟରେ ପ୍ରାୟତଃ ବଙ୍ଗୋପସାଗର ହେଉ ଆରବ ସାଗର ହେଉ ବାତ୍ୟା ସୃଷ୍ଟି ହୁଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ତା ଧୀରେ ଧୀରେ ବାତ୍ୟାର ରୂପ ନିଏ କିନ୍ତୁ ଆଜି ଦେଖନ୍ତୁ ଗ୍ୟାରେଣ୍ଟି ନାହିଁ କେତେବେଳେ କେଉଁ ମାସରେ କେଉଁବେଳେ ବାତ୍ୟା ଆସିଯାଉଛି ତା କିଏ କହିବ ଆସିଯିବ ଆଗକୁ ଆହୁରି ଜୋରେ ତେଣୁ ପବନ ତତ୍ତ୍ୱ ଦ୍ୱାରା ଏଇଭଳି ଭାବରେ ମିଳିଛ ସଂହାର ହେବ ପୃଥିବୀ ଜଳ ପବନ ଏବଂ ୟା ପରେ ଅଗ୍ନି ଆଉ ହେଉଛି କ'ଣ ନା ଆକାଶ ଏ ପଞ୍ଚ ମହାଭୂତ ଦ୍ୱାରା ସଂହାର ଲୀଳା ହେବ ତେଣୁ ହେ ଜ୍ଞାନୀଗୁଣୀ ମଣ୍ଡଳୀ ସୁଧୀଜାନି ଆଜି ତ ସମୟ ହେଇଛି ପ୍ରକୃତି ଦ୍ୱାରା କିଭଳି ଭାବରେ ସଂହାର ଲୀଳା ବା ପ୍ରଳୟ ଲୀଳା ସୃଷ୍ଟି ପ୍ରଭୁ କରିବି ଏ କଥା ଆଜିର ମାଳିକା ବଚନେ ଆମେ ଆଲୋଚନା କଲେ ତ ଆସନ୍ତୁ ସମୟ ହେଇଛି ବାଣୀକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ ପୁଣି ଆସନ୍ତା ଅଧ୍ୟାୟରେ ଆମେ ପୁଣି ଆଲୋଚନା କରିବା ଭଜ ଅନନ୍ତ ଗୋପାଳ ସତ୍ୟଧାମ ଭଜ ଅନନ୍ତ ଗୋପାଳ ସତ୍ୟଧାମ ଜପ ହରେ କୃଷ୍ଣ ପରମ ବ୍ରହ୍ମ ରାମ ଜପ ହରେ କୃଷ୍ଣ ପରମ ବ୍ରହ୍ମ ରାମ ଭଜ ପତିତ ପାବନ କଳ୍କି ରାମ ଭଜ ପତିତ ପାବନ କଳ୍କି ରାମ ଜପ ସତ୍ୟ ସନାତନ ହରେ ରାମ ଜପ ସତ୍ୟ ସନାତନ ହରେ ରାମ ଭଜ ଅନନ୍ତ ଗୋପାଳ ସତ୍ୟଧାମ ଭଜ ଅନନ୍ତ ଗୋପାଳ ସତ୍ୟଧାମ ସୁଧୀଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜି ପାଇଁ ଆସନ୍ତୁ ବାଣିକି ଏଠାରେ ବିରାମ ଦେବା ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା ରହୁଛୁ ହରି ଓମ୍ ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।